ମୁଁ କାଳୁଚରଣ ବରାଳ ପାରାଦୀପ ପୋର୍ଟ ଆଣ୍ଡ ଡକ୍ ମଜୁରୀ ୟୁନିୟନର ଭାଇସ୍ ପ୍ରେସିଡେଣ୍ଟ। ପାରାଦୀପ ପୋର୍ଟ ଆଣ୍ଡ ଡକ୍ ମଜୁରୀ ୟୁନିୟନରେ ବାରମ୍ବାର ବିବାଦ ଚାଲିଛି, ମାନେ ଯୋଉଟା କି ଗୁରୁତର ବିବାଦ ଚାଲିଛି। ପ୍ରଶାସନ ନିଷ୍ପତ୍ତି କ୍ରମେ ଯୋଉଟା ଥିଲା ତାକୁ ସନାତନ ବେହେରା ଆଇନକୁ ହାତକୁ ନେଇ ଅରାଜକତା କରୁଛନ୍ତି। ଯାହାଫଳରେ କି ରିସେଣ୍ଟ ଏବେ ଆମର ଗୋଟେ ଲୋକକୁ ଖୋଣ୍ଡା ଭୁଜାଲ ଦେଇକି ମାରିଛନ୍ତି। ତାର ଆମେ ଆକ୍ସନ ନେବା ପାଇଁ IIC ଦେଇଛୁ, ଜଣାଇଛୁ ଲିଖିତ ଆକାରରେ। ଏଇଥିପାଇଁ ଯେ ଆମର ଯୋଉ ଗୁଡାକ ନିଷ୍ପତ୍ତି ନେଇଥିଲେ, ADM ସାହେବ ନିଷ୍ପତ୍ତି ନେଇଥିଲେ, ପ୍ରଶାସନ ଯାହା ନିଷ୍ପତ୍ତି ନେଇଥିଲେ ସେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହଉନି। ତ ଆମର ନିଷ୍ପତ୍ତି କି ସନାତନ ବେହେରା ମାନୁନାହାନ୍ତି। ମଦୁଆ ମାତାଲ ଅସାମାଜିକ ଲୋକଙ୍କୁ ନେଇକିରି ୟୁନିୟନରେ ଭାଣ୍ଡ ପ୍ରସଙ୍ଗ ଚଳେଇଛନ୍ତି। ଆମେ ଜଣେ କିଛି ଫଳପ୍ରଦ କିଛି ପାଇନୁ। ଦ୍ୱିତୀୟତଃ ଏଇ ଯୋଉ 15 ଦିନ ସମୟ ନେଇଥିଲେ ADM ସାର୍, ତାଙ୍କୁ ବି ଲିଖିତ ଆକାରରେ ଦେଇଛୁ। ସେ ବି କିଛି ଦିନ ସମୟ ଆମେ ତାଙ୍କୁ ଭେଟ ହେଇପାରିନୁ। ଦେଖା ହେଲା ପରେ ଯାହା ଆମକୁ ଜଣେଇବେ, କିନ୍ତୁ ଆମେ ତାଙ୍କୁ ଲିଖିତ ଆକାରରେ ଦେଇଛୁ। ଆମ ତଦନ୍ତରେ ବାଧା ସୃଷ୍ଟି କରିବା ପାଇଁ ସେମାନେ ଏବେ ଗୋଟେ ରିସେଣ୍ଟ 13 ତାରିଖ ଦିନ ଗୋଟେ ମିଟିଂ କରୁଛନ୍ତି, ପ୍ରେସ୍ ମିଟିଂ କରୁଛନ୍ତି, ପେପରରେ ବାହାର କରିଛନ୍ତି। ମିଛ ପ୍ରଶାସନ ବିରୁଦ୍ଧରେ ସେମାନେ ଆମ କେସଟାକୁ ମିଛ କରିଦେବେ ବୋଲି ପ୍ରଶାସନ ବିରୁଦ୍ଧରେ ଗୋଟେ ଅଭିଯୋଗ କରୁଛନ୍ତି। ଆମର ଯୋଉ କେସଟା ଦେଇଛୁ ଶର୍ତ ମଲ୍ଲିକ କେସଟା, ତାକୁ ମିଛ କରିବା ପାଇଁ ସେ ଗୋଟେ ଅଭିଯୋଗ କରୁଛନ୍ତି। ଆଉ କଣ ପ୍ରେସ୍ ମିଟିଂଟା କରୁଛନ୍ତି ପ୍ରଶାସନ ବିରୁଦ୍ଧରେ। ଆମେ ପ୍ରେସ୍ ମିଟିଂ କରିବାର କାରଣ ହଉଛି ପ୍ରଶାସନ ଆମକୁ କିଛି ନିଷ୍ପତ୍ତି ଦଉନାହାନ୍ତି। ତେଣୁ ସେଥିପାଇଁ ଆମେ ପ୍ରେସ୍ ମିଟିଂ ଆପଣଙ୍କ ଜରିଆରେ ଏଗୁଡାକ ସବୁ ତଦନ୍ତ କରାଯାଇ ଆମକୁ ନ୍ୟାୟ ପ୍ରଦାନ ଦେବା ପାଇଁ ଆପଣଙ୍କ ଜରିଆରେ ଗଣମାଧ୍ୟମରେ ଚାହୁଁଛୁ। ଆଉ ମୋ ନାଁ ନିରଞ୍ଜନ ମହାପାତ୍ର, ପାରାଦୀପ ପୋର୍ଟ ଆଣ୍ଡ ଡକ୍ ମଜୁରୀ ୟୁନିୟନର ସାଧାରଣ ସମ୍ପାଦକ। ପ୍ରଶାସନ ୟୁନିୟନର ଲିଟିଗେସନ ଆମର 15 ତାରିଖ ADM ପାଖରେ ମିଟିଂ ହେଇଥିଲା। ଅପରପକ୍ଷ ସନାତନ ବେହେରା, ସେ ରିଟାୟାର୍ଡ ଲୋକ, ସେ କିଛି ବାହାର ଗୁଣ୍ଡା ଏବଂ ମଦୁଆ ଲୋକଙ୍କୁ ଧରି ସେ ୟୁନିୟନରେ ଛାଡିବା ପାଇଁ ଅପ୍ରସ୍ତୁତ। ତେଣୁ ADM ଅଫିସରେ ଆମର ମିଟିଂ ହୋଇ ନିଷ୍ପତ୍ତି ହେଇଥିଲା, ତମର 5 ଜଣ, ତାଙ୍କର 5 ଜଣ ରହିବେ, ୟୁନିୟନର କାର୍ଯ୍ୟ କିଛି ହବ ନାହିଁ। ସେଠେଇ ମାନିକି ଆସିଲେ। ଏଠେଇ ଆସି ବହୁ ସଂଖ୍ୟାରେ ବାହାର ଲୋକଙ୍କୁ ପୁରାଇ ସେ ଭିତରେ ମିଟିଂ କରିବା ଏବଂ ଆମର ଯୋଉମାନେ ଅଛନ୍ତି ତାଙ୍କୁ ଖରାପ କରି କହିବା, ଅସହ୍ୟ ଭାଷାରେ ଗାଳି ଗୁଲଜ କରିବା, ଏସବୁ ଜିନିଷ ଚାଲିଛି। ଆମେ ବାରମ୍ବାର ପ୍ରଶାସନକୁ ଜଣେଇଛୁ। ତା ଭିତରେ ୟୁନିୟନର ଗାଡିଟି ସେମାନେ ବ୍ୟବହାର କଲେ। ଆମର ବି କାମ ଅଛି, ଆମେ DLC, JLC ଏବଂ ଭୁବନେଶ୍ୱର LA ଅଫିସ ଆମେ ବି ଯିବା ଆସିବା କରୁଛୁ। ଆମେ ଭଡା ଗାଡି ନେଇକି ଯାଉଛୁ, ସେମାନେ ଅଫିସ ଗାଡି ଧରିକି ଯିବା ଆସିବା କରୁଛନ୍ତି। ତେଣୁ ଆମେ ଯାଇକି କମ୍ପ୍ଲେନ କଲୁ ଥାନାରେ, କହିଥିଲୁ, ଆଗେ କହିଲୁ, ତାପରେ ଲେଖିକି ଦେଲା ପରେ ସେ ଗାଡିଟିକି ସିଜ କଲେ। ତା ଭିତରେ ସେମାନେ କିଛି ଅସାମାଜିକ ଲୋକ ଏବଂ ବାହାର ସ୍ତ୍ରୀ ଲୋକଙ୍କୁ ଧରି ଥାନା ଘେରାଉ କରି
थाना भितर आईआईसी को धमक चमक दे गाड़ी टी नहीं आसिले सी एबे भी सुधा से चढ़ुंट आज्ञा से गाड़ी आउ गोटे गाड़ी तांको निज घरे देख से व्यवहार कर से गाड़ी पारादीप पोर्ट डक मजदूरी यूनियन गाड़ीटा ताकू नहीं से घरे व्यवहार कर मुख्य उद्देश्य पारादीप पोर्ट डक मजदूरी यूनियन जो संपत्ति अच्छी पारादीप पोर्ट डक मजदूरी यूनियन ये श्रमिक मानक झाड़ बुहा धन जेना साहेब करते पुरी गोटे हॉलिडे होम जहाँफल कि जेना साहब कहते से इनकम आमर यूनियन चलिया से आसब किछिटा काम आमर थिला जहाँफल कि सेठू जो इनकम टा आसे 5 लाख रु 6 लाख मास को आसे एवं आमर ये तारिणीगढ़ 20 डिसमिल जगह जार मूल्य 2 कोटी टंकार ऊर्ध हेब ये सब जिनस जेना साहब थिला बेले करा जायथला आज जेना साहब नाहंती तांको परिवर्ते वर्तमान तन्मय जेना प्ररोचन सोना बेहरा आज को 4 वर्ष है से यूनियन को यूनियन रिटर्न करना एवं तांको चिंताधारा यूनियन लोक गुड़ा सेमती खाली हो गले ये भीतर जो संपत्ति अच्छी ये जो पुरी घर एवं तारिणीगढ़ जगह एवं बैंक रे जो बालांस अच्छी 2 कोटी टंकार ऊर्ध ताकू सब आम हड़प करके आज्ञा पूर्व गोटे सांबादिक सम्मेलन होता से सम्मेलन में भी आम ये सब जिनस प्रकाश करूँ हाँ एडीएम को जनईचु आईआईसी को जनईचु प्रशासन स्तर निष्पत्ति आ कौन हम से आम लेखिकी देलु ये माने या करुछंती से माने चिट्ठी पाई आमे जो प्रशासन तरफ जो न्याय पाया आम अपेक्षा करछु आमे एपर्यंत न्याय पाइलुनी तेणु आपण मानक सहयोग नहीं कि आमे चलचु आपण मानक माध्यम रे आमे न्याय पाइबु बोले आशा बांधिछु सुफल यदि न मिलला आमे ता परवर्ती बाट जहाँ करिया कथा करू आईन आश्रय नबू एडीएम को सहित आम देखा जाइछु किंतु देखा ही पारि ना जहाँ फल कि आम लेखिकी दे देकी आसछु।